ସମସ୍ତଙ୍କୁ ନମସ୍କାର। ମୁଁ ଜାନକୀ ପାଣିଗ୍ରାହୀ। ଆଜି ଆଉ ଥରେ ଆମେ ଏଇ ଘରୋଇ ଉପଚାର ହିସାବରେ ଆଲୋଚନା କରିବା ଏଇ ସପୁରୀ ବା ଆକୁ ପାଇନଆପଲ କହିଥାନ୍ତି, ଅନାନସ କହିଥାନ୍ତି, ଆମେ କହିଥାଉ ସପୁରୀ ପଣସ। ଏହା ସମସ୍ତଙ୍କର ପ୍ରିୟ, ସମସ୍ତଙ୍କୁ ଖାଇବାକୁ ଅଧିକା ପସନ୍ଦ। କିନ୍ତୁ ଆମେ କିପରି ଭାବରେ ଖାଇବା ଆକୁ ଜାଣିବା। ଏହା ନିୟମିତ ଭାବରେ ଆମେ ଯଦି ଖାଲି ପେଟରେ କିଛି ଦିନ ଖାଆନ୍ତି ତାହେଲେ ଆମର ଶରୀରର ଉର୍ଜା ବଢିଥାଏ, ତେଜ ବଢିଥାଏ, ଓଜ ବଢିଥାଏ, ଆଉ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ସକାଳୁ ଖାଲି ପେଟରେ ଖାଇବା ସମସ୍ତଙ୍କ ଠାରୁ ଲାଭକାରୀ ହେଇଥାଏ। କିନ୍ତୁ ଆମେ ସକାଳ ଟିଫିନ ଖାଇବା ସମୟରେ, ଖାଦ୍ୟ ଖାଇବା ସମୟରେ ବି ଆମେ ଏଇ ଜୁସ୍କୁ ନେଇପାରିବା କିମ୍ବା ଏ ଫଳ ଆକାରରେ ଆମେ ଆକୁ ନେଇପାରିବା, ଯାହାଦ୍ୱାରା କି ଆମକୁ ଅଧିକ ଲାଭ ମିଳିଥାଏ। ଖାଲି ପେଟରେ ଖାଇବା ଦ୍ୱାରା ବିଶେଷ ଲାଭ ମିଳିଥାଏ। ଏହା ନିୟମିତ ଭାବରେ କିଛି ଦିନ ଆମେ ଯଦି ଖାଇବା, କାହିଁକି ନା ଆହିରେ ଏ ଶରୀର ପାଇଁ ବହୁତ ହିତକର, ଲାଭକାରୀ। ଭିଟାମିନ ସି ରହିଛି, ମାଙ୍ଗାନିଜ ରହିଛି ଏବଂ ବ୍ରୋମେଲିନ ରହିଛି, ପୋଷକ ତତ୍ତ୍ୱ ଭରପୁର ଭାବରେ ରହିଛି। ଇମ୍ୟୁନିଟି ପାୱାରକୁ ବଢେଇଥାଏ ଆମର, ତେଣୁ ବହୁ ପ୍ରକାର ସମସ୍ୟାକୁ ଦୂର କରିଥାଏ। ବହୁ ପ୍ରକାର ସଂକ୍ରମଣରୁ ଆମକୁ ରକ୍ଷା କରିଥାଏ। ଏଠାରେ ଭିଟାମିନ ସି ରହିବା କାରଣରୁ ଆମକୁ ଦାନ୍ତ, ହାଡ଼ ଶକ୍ତିଶାଳୀ କରିଥାଏ ଆଉ ଆମର ହାଡ଼କୁ ମଜବୁତ କରିଥାଏ। ପାଚନ ତନ୍ତ୍ରକୁ ସହଯୋଗ କରିଥାଏ। ଆମର ଯାହା ପ୍ରୋଟିନ ଖାଉଛେ ତାକୁ ଠିକ ଭାବରେ ହଜମ କରିବାରେ ସହାୟକ ହୋଇଥାଏ। ତା ସହିତ ଓଜନକୁ ହ୍ରାସ କରିଥାଏ, କାହିଁକିନା ଏଠାରେ କ୍ୟାଲୋରୀ କମ ରହିଛି। ଆଇରେ ଆପଣଙ୍କର କ୍ୟାଲୋରୀ କମ ରହିଛି, ଫାଇବର ଅଧିକା ରହିଛି, ତେଣୁ ଆମର ଓଜନକୁ ହ୍ରାସ କରିଥାଏ। ତା ସହିତ ହୃଦୟ ପାଇଁ ଇଏ ଲାଭକାରୀ। ହାର୍ଟ ଆପଣଙ୍କର ଶକ୍ତିଶାଳୀ ହେଇଥାଏ, କାହିଁକିନା ଏଠାରେ ପଟାସିୟମ ରହିଛି ଅଧିକା। କୋଲେଷ୍ଟ୍ରଲ ମାତ୍ରାକୁ କମ କରିଥାଏ। ହୃଦୟକୁ ସୁସ୍ଥ କରିବା ସହିତ କୋଲେଷ୍ଟ୍ରଲ ମାତ୍ରାକୁ କମ କରିଥାଏ ଆଉ କ୍ୟାନ୍ସର ପରି ରୋଗକୁ ପ୍ରତିରୋଧ କରିବାରେ ସହାୟକ ହୋଇଥାଏ। ସର୍ଦ୍ଦି, କାଶ, ଥଣ୍ଡା, ଫ୍ଲୁରୁ ଆମକୁ ରକ୍ଷା ମିଳିଥାଏ। ଏହା ଶରୀର ପାଇଁ ବହୁତ ଲାଭକାରୀ, କାହିଁକିନା ଏଠାରେ ଭିଟାମିନ ସି ରହିଛି। ଚର୍ମଜନିତ ସମସ୍ୟାକୁ ବି ଦୂର କରିଥାଏ। ଆପଣଙ୍କ ଶରୀରର ଓଜ ତେଜକୁ ବୃଦ୍ଧି କରିଥାଏ, ଶରୀରକୁ ଚମକଦାର ବନେଇଥାଏ। ଏହା ନିୟମିତ ଭାବରେ ସକାଳୁ ଖାଲି ପେଟରେ ଖାଇବା। କିନ୍ତୁ କିଛି ଗର୍ଭବତୀ ମହିଳାଙ୍କୁ ଏଲାର୍ଜି ହେଇଯାଇଥାଏ ବା ପଡିନଥାଏ, ସେମାନେ ଡକ୍ଟରଙ୍କ ପରାମର୍ଶ ଅନୁସାରେ ଖାଇବା ଉଚିତ। ଅଧିକା ଯଦି ଗ୍ୟାଷ୍ଟ୍ରିକ ଅଛି, ଏସିଡିଟି ଯଦି ବହୁତ ପରିମାଣରେ ଅଛି, ତାହେଲେ ଡକ୍ଟରଙ୍କର ପରାମର୍ଶ ନେଇ ଏହାକୁ ପିଇବା, ଖାଇବା ଉଚିତ। ଏହା ବିଶେଷ ଭାବରେ ସମସ୍ତେ ତ ଖାଇବା ଉଚିତ। ପୁରୁଷମାନଙ୍କ ପାଇଁ ଅଧିକ ଲାଭକାରୀ ମିଳିଥାଏ, କାହିଁକି ଶରୀରର ଉର୍ଜାକୁ ବଢାଇବା ସହିତ ସେମାନଙ୍କ ସେକ୍ସ ସମସ୍ୟାରୁ ମୁକ୍ତି ମିଳିଥାଏ ଏହା ପିଇବା ଦ୍ୱାରା। ତେଣୁ ଆରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ରହିଛି, ପଟାସିୟମ ରହିଛି, ଫାଇବର ରହିଛି, ଭିଟାମିନ ସି ରହିଛି। ତେଣୁ ଏହାକୁ ଆମେ ଯେତେ ଦିନ ମିଳୁଛି ନିୟମିତ ଭାବରେ କିଛି ଦିନ ଖାଇବା, ଆମ ଶରୀରକୁ ଆମେ ସୁସ୍ଥ ରଖିବା। ତାହେଲେ ମୁଁ ରହୁଛି ଜାନକୀ ପାଣିଗ୍ରାହୀ। ନମସ୍କାର। ଜୟ ଭାରତ, ଜୟ ହିନ୍ଦ।